ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ କ'ଣ ନା ଦଶମ ପିଲା ଯେଉଁ ଅଛ ଦଶମ ପିଲା, ତ ଦଶମ ପିଲାଙ୍କର ରେଜଲ୍ଟ କେତେବେଳେ ବାହାରିବ? ତ ପିଲାମାନେ ଦଶମ ପିଲାଙ୍କ ରେଜଲ୍ଟ କେତେବେଳେ ବାହାରିବ ପିଲାମାନେ, ଏବଂ କେତେ ତାରିଖରେ ବାହାରିବ? ଆଜି ତମର ଡିକ୍ଲାର ହେଇଯାଇଛି ପିଲାମାନେ ତମର। ତ ଡିକ୍ଲାର ହେଇଯାଇଛି କ'ଣ ଦେଖ, 26ରେ ବାହାରିବ ମାଟ୍ରିକ ଓ ଯୁକ୍ତ 2। ମାନେ କ'ଣ, ମାନେ ସେ ଏମିତି ଏତେ ଲେଟ୍ କରିଦେଲା, ସିଏ ଆଉ ଚାହିଁଲାନି କି ଆଜି ବାହାରୁ ମାଟ୍ରିକ କି କାଲି +2 କି ଆଜି +2 କାଲି ମାଟ୍ରିକ। ଦେଖ ଯୁକ୍ତ 2 ପରୀକ୍ଷାଙ୍କର କ'ଣ ନା, +2 ପିଲାଙ୍କର ତମମାନଙ୍କର ବଡ଼ ଭାଇ ଭଉଣୀ ମାନଙ୍କର କ'ଣ ନା ବାହାରୁଛି ଯୁକ୍ତ 2 ପରୀକ୍ଷା ଫଳ ଗୋଟିଏ ଦିନରେ। ଆର୍ଟ୍ସ, ସାଇନ୍ସ, କମର୍ସ, ଭୋକେସନାଲ ଏବଂ ମାଟ୍ରିକ ପରୀକ୍ଷା ରେଜଲ୍ଟ ବି କ'ଣ ନା ସେଇଦିନ ତମର ବାହାରିବ। ତ କ'ଣ ହେଇଛି, କାହିଁ ବାହାରିବ, ତ ଚାଲ ଆମେ ଦେଖିବା। ଆସନ୍ତା 26 ତାରିଖ ରବିବାର ଦିନ, ତ କୋଉନ ବାହାରୁଛି ତମର ପିଲାମାନେ ରବିବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ମାଟ୍ରିକ ସହିତ ସଂସ୍କୃତ ମାଧ୍ୟମ ଏବଂ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା କ'ଣ ଫଳ ମଧ୍ୟ ପ୍ରକାଶ ପାଇବ। ସେହିପରି 26 ତାରିଖ ଅପରାହ୍ନରେ ଏକା ସାଙ୍ଗେ ଯୁକ୍ତ 2 କଳା, ବାଣିଜ୍ୟ, ବିଜ୍ଞାନ ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କହିଛନ୍ତି। କ'ଣ ନା ସେହିପରି 26 ତାରିଖର ଅପରାହ୍ନରେ ମଧ୍ୟ କ'ଣ ନା ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ 2ର ସବୁ ଷ୍ଟ୍ରିମ୍ର ରେଜଲ୍ଟ। ମାନେ ଆର୍ଟ୍ସ, ସାଇନ୍ସ, କମର୍ସ, ଭୋକେସନାଲରେ କ'ଣ ଅପରାହ୍ନରେ ପ୍ରକାଶ ପାଇବ। କୋଉନ ନା 26 ତାରିଖରେ ଅପରାହ୍ନରେ ପ୍ରକାଶ ପାଇବ। ଫଳ ପ୍ରକାଶ କ୍ଷଣି ଅନଲାଇନରେ ମାଟ୍ରିକ ସାର୍ଟିଫିକେଟ୍। ତ କ'ଣ ଯେଉଁ ମାଟ୍ରିକ ସାର୍ଟିଫିକେଟ୍ କହିଲା, ତ ମାଟ୍ରିକ ଯେଉଁ ସେଇଦିନ ତମ ରେଜଲ୍ଟ ବାହାରୁ କ'ଣ ହବ ନା, ତମର ଫଳ କ'ଣ ନା ଅନଲାଇନରେ ତମର ସାର୍ଟିଫିକେଟ୍ ଆସିଯିବ। ଫଳ ପ୍ରକାଶ କ୍ଷଣି ଅନଲାଇନ୍ ତମର ମାଟ୍ରିକ ସାର୍ଟିଫିକେଟ୍, ତମ ଯେଉଁ ମାଟ୍ରିକ ପିଲାଙ୍କ କଥା କହୁଛି, ତମର କ'ଣ ନା ସାର୍ଟିଫିକେଟ୍ ତମେ ଅନଲାଇନ୍ରୁ ବି ସଂଗ୍ରହ କରିପାରିବ। ବୁଝିପାରିଲ? CHSE ପକ୍ଷରୁ ଆଜି ସୂଚନା ଦିଆଯାଇଛି, ମାଟ୍ରିକ ଫଳ ପ୍ରକାଶ ଲାଗି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ମାଟ୍ରିକ ଫଳ ପ୍ରକାଶ ଲାଗି କ'ଣ ନା, ମାଟ୍ରିକ ଫଳ ପ୍ରକାଶ ଲାଗି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଅବଶ୍ୟ ବିଧିବଦ୍ଧ ଭାବେ ବୋର୍ଡ ପକ୍ଷରୁ ତାରିଖ ଘୋଷଣା କରାଯାଇ ନାହିଁ। ତ କ'ଣ ଲେଖିଦେଲା, ଏକା ସାଙ୍ଗରେ ହବ ମାଟ୍ରିକ ହେଲେ, କିନ୍ତୁ ଲେଖୁଛି କ'ଣ ନା ଘୋଷଣା କରାଯାଇ ନାହିଁ କ'ଣ ନା ତମର ମାଟ୍ରିକ ରେଜଲ୍ଟ। ତେବେ ଆସନ୍ତା 24 ତାରିଖରେ ଏ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ହେବା ମାତ୍ରେ ଅନଲାଇନରେ କୃତି ପରୀକ୍ଷାର୍ଥୀମାନେ ସେମାନଙ୍କ ସାର୍ଟିଫିକେଟ୍ ପାଇଯିବାର ବ୍ୟବସ୍ଥା ଏଥର ହେଉଛି। ଗତ ଫେବୃଆରୀ 20ରୁ ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସହିତ ସଂସ୍କୃତ। ତ କ'ଣ ନା ଇଏ କ'ଣ ଦେଲା ପିଲାମାନେ ନା, ତମର 24 ତାରିଖରେ ଡିକ୍ଲାର ହବ। ମାଟ୍ରିକ ପିଲାଙ୍କର ବାହାରିନି, ତ ମାଟ୍ରିକ ଇଏ କ'ଣ ଦେଇଛି 26ରେ ମାଟ୍ରିକ ଓ ଯୁକ୍ତ 2 ପରୀକ୍ଷା ଫଳ। ନା 26ରେ କେବଳ କ'ଣ ନା ଯୁକ୍ତ 2 ପରୀକ୍ଷା ଫଳ ଏବଂ ମାଟ୍ରିକର କ'ଣ ନା ତମର ମାଟ୍ରିକ ପିଲାଙ୍କର କ'ଣ ନା ତମର ବାହାରିନି। 24 ତାରିଖରେ ସିଏ କ'ଣ କହିବେ କି 26ରେ ବାହାରିବ, କ'ଣ 26ରେ ବାହାରିବାର ଅଛି, 24 ତାରିଖରେ ତମର ନା କ'ଣ ଡିକ୍ଲାର କରିବେ। ତ ମାଟ୍ରିକ ପିଲା ଟେନସନ୍ ହବାର ନାହିଁ, ସମସ୍ତେ ତ ପାସ୍ କରିବ ନିହାତି। ତ ସମସ୍ତେ ଲେଖିଥିବ, ବହୁତ ଭଲ ମାର୍କ ରଖିବ। ତମ ଭଲରେ ବି କ'ଣ ନା ତମର କାଲକୁଲେସନ୍ ହେଉଛି, ତମର ସବୁକିଛି ବୁଝେଇଲା ପିଲାମାନେ। ତ 26ରେ ମାଟ୍ରିକ ନ ବାହାରି ତମର ମାଟ୍ରିକ ବାହାରିବ, ତ ଯେଉଁ 26ରେ ମାଟ୍ରିକ ବାହାରିବ, ସିଏ 24ରେ ସିଏ ଟିକେ କ'ଣ ନା ତମ ଡେଟ୍ ଡିକ୍ଲାର କରିଦେବେ। ବୁଝିଲା? ତମ 24 ତାରିଖରେ ତମ ଡେଟ୍ ଡିକ୍ଲାର କରିବେ। କୋଉନ ବାହାରୁଛି, କେହି ବି ପିଲାମାନେ ନର୍ଭସ୍ ହବ ନାହିଁ। ତମେ ଲେଖିଛ ମାନେ ପରୀକ୍ଷା ଭଲ ହବ। ଯାହା ବସି ଯିଏ ବି କହୁଛନ୍ତି ଏଇ ବାହାରିବ ଆଜି ନର୍ଭସ୍, ଇଏ କିଛି ନର୍ଭସ୍ ହବାର ନାହିଁ ପିଲାମାନେ। କ'ଣ ନର୍ଭସ୍ ହେବ, ତମେ ତ ଲେଖିଛ, ତମେ କାହିଁ ଡରୁଛ? ଜମା ବି ଯେତେ ଡରିବ ତମ ମନରେ ସେତେ କ'ଣ ନା ତମ ପ୍ରତି ଭୟ ସୃଷ୍ଟି ହେବ। ବୁଝିଲା ପିଲାମାନେ? ଜମା ଡରିବନି, ସବୁବେଳେ ନର୍ମାଲ ନେବ। ହଁ ଯାହା ହବ, ମୁଁ ତ ଲେଖିଛି, ପାସ୍ ତ ହେବି ନା। ବୁଝିଲା? ନିଶ୍ଚିନ୍ତ ତମେ ଲେଖିଛ ମାନେ 100% ତମେ ପାସ୍ ହବ। ବୁଝିଲା ପିଲାମାନେ? ଭିଡ଼ିଓଟି ଭଲ ଲାଗିଥିଲା, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ।